ଆଜି ଆମେ ପ୍ରସ୍ତୁତ କରିବା ବାଲୁସାହି। ଘରର ଝିଅ ବାହାଘର ହଉ କି ପୁଅ ବାହାଘର ହଉ କି ଅନ୍ୟ କୌଣସି ବି ଫଙ୍କସନ୍ ହଉ ଆମେ ଇଜିଲି ବନେଇ ଦେଇ ପାରିବା। ପ୍ରଥମେ କ'ଣ କରିବା ନା ଗୋଟେ କପ୍ ମଇଦା ନେବା, ତା ଦେହରେ ହାଲକା ସା ଏକଦମ ଲୁଣ, ଗୋଟେ ବଡ଼ ଚାମଚ ଦହି ଆଉ ଟିକେ ସୋଡ଼ା ଆଉ ଘିଅ ତାକୁ ଦେଇକିରି ଭଲ ଭାବରେ ଏମିତି ଦଳିଦେବା। ଦଳି ଦେଇକି ତୁମେ ମୁଠା କରିକି ଦେଖିବା, ଯଦି ମୁଠା ହେଇଯାଉଛି ତାହେଲେ ଆଉ ଟିକେ ଘିଅ ଦେବା, ଆଉ ପାଣି ଟିକେ ଏମିତି ଦେଖନ୍ତୁ ଉଷୁମ କରିକି ପକେଇବା। ପକେଇ ଦେଇକି ତାକୁ ପୁରାପୁରି ଭଲ ଭାବେ ଚକଟି ଦେବା। ଚକଟାଟା ମଧ୍ୟ ଏମିତି ଏମିତି ରଫଲି ଚକଟିବେ, ପୁରା ଭଲ ଭାବରେ ପୁରା ଚିକଣ କରିକି ଚକଟିବେନି। ତାପରେ ଗୋଟେ କପ୍ ପାଣିରେ ଗୋଟେ କପ୍ ଚିନି ପକେଇ ଦେଇକି ତାକୁ ଗୋଟେ ଶିରା ପ୍ରସ୍ତୁତ କରିଦେବା। ଦରକାର ହେଲେ ଆପଣମାନେ ଟିକେ କେଶର ପକେଇ ପାରିବେ, ନ ପକେଇଲେ ବି ଚଳିବ। ତାପରେ କ'ଣ କରିବା, ଏମିତି ଚକଟିକି ରଖିଥିବା ତାକୁ ଘଣ୍ଟାଏ ଖଣ୍ଡେ ଏମିତି ଘୋଡ଼େଇକି ଥୋଇ ଦେଇଥିବା। ତାକୁ କ'ଣ କରିବା, ଏମିତି ଖୋଲିବା, ଖୋଲିକି ଛୋଟ ଛୋଟ ପିସ୍ କରିବା। ତାକୁ ଆଉ ଚକଟିବା ଦରକାର ନାହିଁ, କାହିଁକିନା ଭିତରେ ଏମିତି ଲେୟାର୍ସ ଆସିବା ନିହାତି ଦରକାର। ତାକୁ ଏମିତି ହାତରେ ହାଲକା ଗୋଲ ଗୋଲ କରିକିରି ଏମିତି ମଝିରେ ଗୋଟେ ଗୋଟେ ହୋଲ୍ କରିକିରି ତାକୁ ଏମିତି ଗଢ଼ିକି ଥୋଇବା। ଦେଖନ୍ତୁ ତେଲଟା ମୁଁ ହାତ ମାରିକି ଦେଖିଲି, ସେଟା ନର୍ମାଲ ଉଷୁମ ଥିବା ଦରକାର, ବିଲକୁଲ ବେଶୀ ତାତି ନଥିବ। ତା ଦେହରେ ବାଲୁଶାହିକି ପକେଇବା, ସ୍ଲୋ ଜାଳରେ ଏମିତି ରଖିଥିବା, ସେ ଆପେ ଆପେ ପୁରା ଉପରକୁ ଉଠିକି ଆସିବ। ତାପରେ ଟିକେ ଜାଳଟାକୁ ହାଇ କରିକିରି ଏମିତି ଗୋଲ୍ଡେନ ବ୍ରାଉନ୍ କରିକି ତାକୁ ଶିରାରେ ପକେଇବା। ଶିରାରେ ପକେଇ ପ୍ରାୟ ଘଣ୍ଟା ଘଣ୍ଟେ ରଖିବା। ଶିରା ପୁରାପୁରି ଅବଜର୍ଭ କରିଯିବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ବନେଇ ଯାଇଛି। ଆପଣମାନେ ନିହାତି ବନାନ୍ତୁ। ଆଗକୁ ରଥଯାତ୍ରା ଆସୁଛି, ଘରେ ଯେକୌଣସି ବି ଫଙ୍କସନ୍ ହବ ତାର ମଜା ଉଠାନ୍ତୁ। ଜୟ ଜଗନ୍ନାଥ।